ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ପତ୍ନୀ କୌଣସି ଭୁଲ କରି ବସୁଥିଲେ ତାଙ୍କୁ କ୍ରୋଧବଶତଃ ବିରକ୍ତି ପ୍ରକାଶ ନ କରି ପରିବର୍ତ୍ତେ ପ୍ରେମ ସହକାରେ ତାଙ୍କୁ ପରବର୍ତ୍ତୀ କାଳରେ ଏହାର ଦ୍ୱିରୋକ୍ତି କିମ୍ବା ପୁନରାବୃତ୍ତି ନ ହେବା ଦିଗରେ ସାବଧାନତା ଅବଲମ୍ବନ କରିବା ପାଇଁ ପ୍ରେମପୂର୍ଣ୍ଣ ପରାମର୍ଶ ଦେବା ସହ ବୁଝାଇବାକୁ ଚେଷ୍ଟା କରନ୍ତୁ। ତାଙ୍କର ଜନ୍ମଦିନରେ କୌଣସି ସରପ୍ରାଇଜ୍ ଏକ ଅନନ୍ୟ ଉପହାର ନିଶ୍ଚୟ ଦିଅନ୍ତୁ। ତେବେ ଏହି ଗିଫ୍ଟ ପତ୍ନୀଙ୍କ ପସନ୍ଦ ଓ ରୁଚି ମୁତାବକ ହେବା ଆବଶ୍ୟକ। ପତ୍ନୀଙ୍କୁ ତାଙ୍କ ପୂର୍ବ ପ୍ରେମିକ ପୁରୁଷ ବନ୍ଧୁଙ୍କ ସମ୍ପର୍କରେ ପଚାରି ବିଶେଷ ବ୍ୟତିବ୍ୟସ୍ତ କରନ୍ତୁ ନାହିଁ। ଏଥିଯୋଗୁଁ ପତିଙ୍କ ପ୍ରତି ଏକ ହୀନ ମାନସିକତା ଉତ୍ପନ୍ନ ହୋଇପାରେ। କେବେ ହେଲେ ବି ସନ୍ଦେହ କରନ୍ତୁ ନାହିଁ। ଭାବାବେଗରେ ପତ୍ନୀଙ୍କୁ ମଧ୍ୟ ନିଜ ପ୍ରେମିକ ସମ୍ପର୍କରେ କହି ତାଙ୍କ ମନରେ ଘୃଣାଭାବ ଜାଗ୍ରତ କରନ୍ତୁ ନାହିଁ। ବାଗ୍ଦେବୀ ସରସ୍ୱତୀ ସର୍ବତ୍ର ପୂଜିତା। ପୀଠରେ ହେଉ କି ଶିକ୍ଷାନୁଷ୍ଠାନ ଶ୍ରୀପଞ୍ଚମୀରେ ସର୍ବତ୍ର ପୂଜା ପାଆନ୍ତି ଦେବୀ ସରସ୍ୱତୀ। ତେବେ କେବଳ ସରସ୍ୱତୀଙ୍କ ପୂଜା ପାଇଁ ସମର୍ପିତ ମନ୍ଦିର କ୍ୱଚିତ୍ ଦେଖିବାକୁ ମିଳେ। ଜମ୍ମୁ କାଶ୍ମୀରର ଶାରଦା ପୀଠ, କର୍ଣ୍ଣାଟକର ଶ୍ରୀଙ୍ଗେରୀ ସ୍ଥିତ ଶ୍ରୀ ଶାରଦମ୍ବା ମନ୍ଦିର ପରି ରାଜସ୍ଥାନର ପୁଷ୍କରରେ ଏବଂ ତେଲେଙ୍ଗାନାର ବାସରରେ ରହିଛି ସୁଦୃଶ୍ୟ ସରସ୍ୱତୀ ମନ୍ଦିର। ଏଠାରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ବାଗ୍ଦେବୀ। ଦେବୀ ସରସ୍ୱତୀଙ୍କ ପୌରାଣିକ ମହାତ୍ମ୍ୟ କିମ୍ବଦନ୍ତୀ କହେ ଦେବୀ ସରସ୍ୱତୀ ବା ବାଗ୍ଦେବୀ ଧର୍ମଦେବଙ୍କ ବାମ ପାର୍ଶ୍ୱରୁ ଆବିର୍ଭୂତା। ସେ ଶୁକ୍ଳବନ୍ୟା ମକର ବା ହଂସାରୂଢ଼ା, ଶ୍ୱେତ ପଦ୍ମାସନା, ବୀଣା ପୁସ୍ତକଧାରିଣୀ ଓ ବିଦ୍ୟାର ଅଧିଷ୍ଠାତ୍ରୀ। ବସନ୍ତ ପଞ୍ଚମୀ ଭାବେ ବିଦିତ ମାଘ ଶୁକ୍ଳ ପଞ୍ଚମୀ ବା ଶ୍ରୀପଞ୍ଚମୀ ଦିନ ସରସ୍ୱତୀଙ୍କୁ ଆବାହନ କରାଯାଏ। ବହୁ ପୁରାଣରେ ସରସ୍ୱତୀଙ୍କ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଅବତାରଣା ରହିଛି। ବ୍ରହ୍ମ ବୈବର୍ତ ପୁରାଣରେ ବାଗ୍ଦେବୀଙ୍କ ଉତ୍ପତ୍ତି ବିଷୟରେ ଏଭଳି ବର୍ଣ୍ଣନା ରହିଛି। ପରମାତ୍ମାଙ୍କ ମୁଖରୁ ଶୁକ୍ଳବର୍ଣ୍ଣା ବୀଣାଧାରିଣୀ ଓ କୋଟି ଚନ୍ଦ୍ର ପ୍ରଭା ଦେବୀ ସରସ୍ୱତୀ ପ୍ରକଟ ହୋଇଥିଲେ। ଦେବୀ ଶ୍ରୁତି ଓ ଶାସ୍ତ୍ର ମଧ୍ୟରେ ଶ୍ରେଷ୍ଠା ଓ ପଣ୍ଡିତମାନଙ୍କ ଜନନୀ। ପୁଣି ସେ ବାଗ୍ଧିଷ୍ଠାତ୍ରୀ ଦେବୀ। ଜୟ ଶ୍ରୀ ଜଗନ୍ନାଥ।